ଦେଖନ୍ତୁ ସ୍ମୃତି କହିବାକୁ ଗଲେ ଭାଇ ସହିତ ତ ବହୁତ ଦିନର ସ୍ମୃତି କାରଣ ସବୁବେଳେ ଆମର ମାନେ ଭୋଜି ଭାତ ସବୁବେଳେ ମଉଜ ମସଲି ଆଉ ସେ ଗୋଟେ ଏମିତି ପିଲା ଯେ ମାନେ ତାର କ'ଣ କହିଲେ ନା ମନରେ ଛନ୍ଦ ଅଛି ନା କପଟ ଅଛି କିଛି ନାହିଁ ଆଜି ଏବେ କ'ଣ କହିଦେବ ଆଉ ଘଣ୍ଟାଏ ପରେ ନଥିବ ଆଜି ନାହିଁ ବୋଲି ମୁଁ ବିଶ୍ୱାସ ବି କରିପାରୁନି କାରଣ 4-5 ଦିନ ହେଲା 5 ଦିନ ହେଇଯିବ ମାନେ ବାହାରି ହେଉନି ଘରୁ ମାନେ ଏତେ ନିଜକୁ ଏତେ ଇଏ ଲାଗୁଛି ମାନେ ଛାତି ଫାଟି ଯାଉଛି ମାନେ ଭାବିଦେଲା ବେଳକୁ ତ କିଛି କହିବାର ଇଏରେ ବି ଆଉ ନାହୁଁ ତ କହିବି ପାରିବୁନି ତ ଏତିକି ଖାଲି ଚାହୁଁଛୁ ଭାଇକି ର ଆତ୍ମାକୁ ଶାନ୍ତି ମିଳୁ ଆମ ଭାଇକି ନ୍ୟାୟ ମିଳୁ। ଆଉ ଗୋଟେ କଥା ଯଦି ଦେଖିବା ଜଣେ ସାଙ୍ଗସାଥିରେ ବସି ହସ ଖୁସି ମଜା କରୁଥିଲେ ହଠାତ୍ ଏଭଳି ଗୋଟେ ଜୀବନ ଚାଲିଗଲା କୌଣସି ଗୋଟେ କାରଣବଶତଃ ପ୍ରକୃତରେ କେମିତି ଗୋଟେ ସେଲିବ୍ରିଟି ୟୁଟ୍ୟୁବରକୁ କେମିତି ତା ଲାଇଫଷ୍ଟାଇଲ ବନେଇବା ଦରକାର ଯୋଉଟାକି ଏଭଳିଆ ଘଟଣା ଆଉ ନ ଘଟିବା ପାଇଁ। ଦେଖନ୍ତୁ ଲାଇଫଷ୍ଟାଇଲ ବନେଇବା କିଛି ଦରକାର ନାହିଁ କାରଣ କାହାର କେତେବେଳେ କ'ଣ ହେବ ସେଇଟା ତ କେହି ବି ଜାଣିନାହାନ୍ତି ଇଭେନ୍ କି ଆମେ ବି ଜାଣିନୁ କାହାର କେତେବେଳେ କ'ଣ ହେଇଯିବ ତ ସେଥିପାଇଁ ଲାଇଫଷ୍ଟାଇଲ ନୁହେଁ ତାଙ୍କ ମୋ ଭାଇଙ୍କର ମେ ବି ସେତିକି ଦିନ ଆୟୁଷ ଭଗବାନ ତାକୁ ଦେଇଥିଲେ କିନ୍ତୁ ଏମିତି ଇଏରେ ହେବାଟା ଠିକ୍ ନଥିଲା କାରଣ ଏଇଟା ଯେଉଁ ଇନସିଡେଣ୍ଟଟା ହେଲା ଏମିତିଟା ହେବା ଠିକ୍ ନଥିଲା ତ ଭାଇକୁ ନ୍ୟାୟ ମିଳୁ ଏତିକି ଦରକାର ଭାଇକୁ ନ୍ୟାୟ ମିଳୁ।